তরঞ্জিতা মাটিমা বক্ষ বীরপুত্র জননীর শত্রুর কতে খেলিথিলে হোরি বলি দেই নিজ শির সে আমার কথা এবে বি শুনায়ে সে আমার কথা এবে বি শুনায়ে ইতিহাস মাটির এই মাটির ইতিহাস नारी पुरुष जीवन रे आसे जननी भगिनी और जाया रूपरे। जननी रूपरे से ममतामयी वात्सल्य प्रेमर अथल समुद्र अकुंठ त्यागर मूर्तिमंत रूप। भगिनी रूपरे भ्रातृप्रेमशीला आशा प्रत्याशार अनेक ऊर्ध्वरे। अनुढ़ा बयसरे भाई तार सबकिछि। जाया रूपरे से पति सुहागिनी शଯ୍ୟା संगिनी स्वामी बसकारिणी प्रेममयी काम कला कुशला। जाया पलटि गले तार शरीर हृदय और मन सबुथिरे आसे असुमारी परिवर्तन। से तो आगुरु एमिति नथिला। ए परिवर्तन कौन पाई? एहार उत्तर केवल समय परिस्थिति और परिवेश दे थाए। कह जाइछि ईर्षार अपर नाम नारी। निज स्वामी केवल तार निजर। तांक देहरे अन्य कौनसी तरुणीर छायापात हेले से ईर्षारे जली जाए। मन भितरे अशांत क्रोधर लेलिहान अग्नि शिखा। से अग्निरे से निजे जली पारे किंबा अन्य को जाली पारे। प्रति जुगरे प्रति सामाजिक पारिवारिक भित्तिभूमि उपरे नारीर एपरी विषधर नागुणी रूप देखिबाकु मिलिथाए। ए माटीर इतिहास पृष्ठा खोजिले आमे जेउ केते जण नारी को एपरी रूपरे देखिबाकु पाइबा सेमानंक मध्यरे खोर्धा महाराणी ललिता पाट महादेई अन्यतमा। अनिंद्य सुंदर लावण्य रूपमाधुरी भितरे एते जे स्वार्थपरता क्रूरता और प्रतिशोध परायणता लुचि रहिथिला ता किए बा काहीकि केमिति बा जानिबो। आम माटीर इतिहास ललिता पाट महादेईंक चरित्रर विभिन्न दिग उपरे की प्रकार विचार देछि शुणिबा। तांक जन्मरु तांक राजनैतिक कार्यकलाप और प्रचंड विश्वासघातकतार केतोटी घटना सबु कथा शुणिबा। ललिता जेमादेईंक जन्म जेतिकी रहस्यमय विवाह सेतिकी प्रहेलिकामय। से विषय रे विशद भावरे जानिबा पाई आमकु इतिहासर क्षीय धरी केई पाद फेरी जीवाकु हेबो पछकु। ललिता जेमादेई राजा गोविंद मानसिंह हरिचंदनक औरसजात कन्या हेले हैं ब्राह्मणी गर्भरु जन्मी थिले। बाणपुर राजवंश परंपरा और विधि अनुसार बाणपुर राजा माने ब्राह्मणी कन्या विवाह करिथांती। तेणु अन्य क्षत्रिय राजा माने बाणपुर जेमा मानकु निज परिवारर बधू रूपे ग्रहण करिबा पई कुंठित थिले। एही कारणरू बाणपुर राजा माने अनेक समय रे निज जेमा मानकु राज परिवार रे विवाह देई न पारी
ଅନୁଢ଼ା ଚିର କୁମାରୀ ରୂପେ ଘରେ ରଖୁଥିଲେ। ଗୋବିନ୍ଦ ମାନସିଂ ହରିଚନ୍ଦନଙ୍କ କନ୍ୟା ଲଳିତା ଜେମା ଦେଇ ମଧ୍ୟ ସେମିତି ଚିରକୁମାରୀ ରହିଥାନ୍ତେ। ମାତ୍ର ତାଙ୍କର ଅପରୂପ ସୌନ୍ଦର୍ଯ୍ୟର ପ୍ରଶଂସା ଲୋକମୁଖରେ ଶୁଣି ଖୋର୍ଦ୍ଧା ରାଜା ଗୋପୀନାଥ ଦେବ ନିଜ ସାନ ଭାଇ କେଶବ ରାୟଙ୍କ ସହିତ ତାଙ୍କର ମଙ୍ଗଳକୃତ୍ୟ ପାଇଁ ଗୋବିନ୍ଦ ମାନସିଂଙ୍କ ନିକଟକୁ ବେଉରା ପଠାଇଲେ। ଖବର ପାଇ ଗୋବିନ୍ଦ ମାନସିଂ କ୍ରୋଧରେ ଜ୍ଞାନଶୂନ୍ୟ ହୋଇପଡ଼ିଲେ। ଖୋର୍ଦ୍ଧା ରାଜାଙ୍କ ପୁରୋହିତ ହାତରୁ ଶ୍ରୀଫଳଟି ଝିଙ୍କି ନେଇ ତଳେ ଫିଙ୍ଗି ଖଣ୍ଡ ବିଖଣ୍ଡିତ କରି ଚିତ୍କାର କରି କହିଲେ, ତମେ ବ୍ରାହ୍ମଣ ହେଇଥିବାରୁ ଅବଧ୍ୟ, ତା ନ ହେଇଥିଲେ ଏଇ ମୁହୂର୍ତ୍ତରେ ଅଦିନରେ ତୁମକୁ ଦେବୀଙ୍କ ପାଖରେ ମେରିଆ ପକାଇ ଦେଇଥାନ୍ତି। ଘୋର ଅପମାନ, ଖୋର୍ଦ୍ଧା ରାଜାଙ୍କ ପ୍ରତି ଘୋର ଅପମାନ। ନା ନା, ଏ ଅପମାନର ପ୍ରତିଶୋଧ ନିଶ୍ଚୟ ନିଆଯିବ। କେଶବ ରାୟ ଖୋର୍ଦ୍ଧା ପାଇକମାନଙ୍କୁ ବାଣପୁର ଅଭିମୁଖେ ବାହିଦେଲେ। ଗୋବିନ୍ଦ ମାନସିଂ ମଧ୍ୟ ଶତ୍ରୁ ଆକ୍ରମଣର ପ୍ରତିରୋଧ ପାଇଁ ପ୍ରସ୍ତୁତ ଥିଲେ। ରାତି ପାଇଛି, ଉଦିତ ସୂର୍ଯ୍ୟଙ୍କ ରକ୍ତିମ ଆଭାରେ ଛାଉଣି ଆଲୋକିତ। ନିଦରୁ ଉଠି ଗୋବିନ୍ଦ ମାନସିଂ ଦେଖିଲେ ତାଙ୍କ ଶଯ୍ୟା ପାଖରେ ମାଟିରେ ପୋତା ଯାଇଛି ଗୋଟେ ତଲୱାର, ଆଉ ତା ପାଖରେ ଦାଢ଼ରେ ଝୁଲୁଛି ଖଣ୍ଡେ ଚିଟାଉ। ଲେଖା ଥିଲା, ମୁଁ ଆସିଥିଲି ତୁମକୁ ହତ୍ୟା କରି ଅପମାନର ପ୍ରତିଶୋଧ ନେବା ପାଇଁ। ମାତ୍ର ଗଭୀର ନିଦ୍ରାରେ ତୁମର ଅଚେତନ ଅସହାୟତା ଦେଖି ମୁଁ ଫେରି ଆସିଲି। କୁମାରୀ କନ୍ୟାକୁ ଅନୁଢ଼ା ରଖିବା ଫୁଟିଲା ଫୁଲଟିକୁ କୁହୁଡ଼ିରେ ପୋଡ଼ି କୁହୁଳେଇବା ସଙ୍ଗେ ସମାନ। ସେ ପାପରୁ କ୍ଷାନ୍ତ ରୁହ। ଚିଠିରେ ନଥିଲା ସ୍ୱାକ୍ଷର ବା ସଂକେତ। ମାନସିଂ କିନ୍ତୁ ସବୁ ବୁଝିଗଲେ। ମାନସିକ ପ୍ରତିକ୍ରିୟାରେ ଆସିଲା ପରିବର୍ତ୍ତନ। ତାପରେ ଲଳିତା ଜେମା ଦେଈଙ୍କର କେଶବ ରାୟ ସହିତ ମଙ୍ଗଳକୃତ୍ୟ ଯଥାବିଧି ସମ୍ପନ୍ନ ହେଲା। ଏଥର ଆସିଲା ବିବାହର ଶୁଭ ମୁହୂର୍ତ୍ତ। ଶୁଭ ଶଙ୍ଖ, ମଙ୍ଗଳ ମହୁରୀ ଓ ହୁଳହୁଳିରେ କମ୍ପି ଉଠିଲା ବାଣପୁର ଗଡ଼ର ଗଗନ ପବନ। ଲଳିତା ଖୋର୍ଦ୍ଧା ପଥରଗଡ଼ ଉଆସକୁ ଯାତ୍ରା କଲାବେଳେ ତାଙ୍କର ମନେ ହେଉଥିଲା ଯେପରି ଅନନ୍ତ ଯୁଗର ବନ୍ଦିନୀ ରାଜକନ୍ୟା କେଉଁ ଅଚିହ୍ନା ରାଜ୍ୟର ରାଜକୁମାର ସଙ୍ଗେ କେଉଁ ଉପକଥାର ଦେଶକୁ ଉଡ଼ି ଉଡ଼ି ଯାଉଛି। ରୋମାଞ୍ଚିତ ହେଇ ଉଠୁଥିଲା କୋମଳାଙ୍ଗୀ ଲଳିତାର ଚନ୍ଦ୍ରଗୌର ତନୁଟି। ପିତ୍ରାଳୟ ବାଣପୁର ଛାଡ଼ି ଯିବାର ବେଦନାରେ ନୁହେଁ, ସମ୍ମୁଖରେ ଅସରନ୍ତି ଅଜଣା ପଥର ଉତ୍ତେଜନାରେ। ତାଙ୍କର ଦୁଇ ଆୟତ ନେତ୍ର ଅଶ୍ରୁରେ ସେଦିନ ଛଳଛଳ ହେଇ ଉଠିଲା। ଗୋପୀନାଥ ଦେବଙ୍କ ଅନ୍ତେ କେଶବ ରାୟ ରାମଚନ୍ଦ୍ର ଦେବ ନାମରେ ପରିଚିତ ହୋଇ ଖୋର୍ଦ୍ଧା ସିଂହାସନରେ ଅଭିଷିକ୍ତ ହେଲେ। ଲଳିତା ଜେମା ଦେଇ ହେଲେ ଖୋର୍ଦ୍ଧାର ପାଟରାଣୀ ଲଳିତା ପାଟ ମହାଦେଇ। ସମୟ ଗଡ଼ି ଚାଲିଲା। ଲଳିତା ମହାଦେଇ ଗୋଟିଏ ସୁନ୍ଦର ସୁଠାମ ରାଜପୁତ୍ରଙ୍କୁ ଜନ୍ମ ଦେଇଥିଲେ। ତାଙ୍କ ନାମ ଦେଇଥିଲେ ଜେନାମଣି ଭାଗୀରଥୀ କୁମାର। ରାମଚନ୍ଦ୍ର ଦେବଙ୍କ ଅନ୍ୟ ଦୁଇଟି ରାଣୀ ମଧ୍ୟ ପୁତ୍ରବତୀ ଥିଲେ। ରାମଚନ୍ଦ୍ର ଇନ୍ଦ୍ରିୟାସକ୍ତ ବୋଲି ଗୋଟିଏ ଦୁର୍ନାମ ଥିଲା। ବହୁ ନାରୀ ସମ୍ଭୋଗ ପାଇଁ ତାଙ୍କର ଲାଳସା ଥିଲା ଅତୃପ୍ତ। ଏସବୁ ଘଟଣା ପାଇଁ ଲଳିତା ମହାଦେଇ ଈର୍ଷାନ୍ୱିତା ଥିଲେ ମଧ୍ୟ କେବେ ପ୍ରକାଶ କରିନଥିଲେ। ବୋଧହୁଏ ସେ ଅନୁଭବ କରିଥିଲେ ପୁରୁଷର କାମନାଦୀପ୍ତ ପ୍ରକୃତିକୁ, ଆଉ ରାଜବଂଶରେ ବହୁ ରମଣୀ ବିବାହର ପରମ୍ପରାକୁ। କିନ୍ତୁ ଯେଉଁଦିନ ରାମଚନ୍ଦ୍ର ଦେବ ଜାତିହାରୀ ମୁସଲମାନ କନ୍ୟା ରିଜିଆଙ୍କୁ ବିବାହ କରି ହାଫିଜ କାଦର ନାମରେ ନାମିତ ହେଲେ, ସେଦିନ ଲଳିତା ମହାଦେଈଙ୍କ ମାନସିକ ପ୍ରତିକ୍ରିୟା ସୀମା ଲଙ୍ଘନ କରିଗଲା। ସେ ସାଜିଲେ ଛିନ୍ନ ମସ୍ତା ରୁଦ୍ରାଣୀ, ଫିଙ୍ଗିଦେଲେ ହାତର ଶଙ୍ଖା ଆଉ କଙ୍କଣ, ପୋଛିଦେଲେ ସୀମନ୍ତରୁ ସିନ୍ଦୁର, ମୁଖରୁ ନିର୍ଗତ ହେଲା ବୈଧବ୍ୟର ଘୋଷଣା। ଯବନୀର ଦାକ୍ଷିଣ୍ୟରେ ସେ ବଞ୍ଚି ରହିବେ
ଏହାର କଳ୍ପନା ବଜ୍ର ପରି ତାଙ୍କୁ ବାରମ୍ବାର ଆଘାତ କରୁଥିଲା। ସେଦିନ ତାଙ୍କର ଯେଉଁ 2 ଆୟତ ନେତ୍ରରେ ଥିଲା ରୋମାଞ୍ଚର ଆନନ୍ଦାଶ୍ରୁ, ଏବେ ସେଇ ଆଖିରେ ଜଳି ଉଠୁଥିଲା ପ୍ରତିହିଂସାର ବହ୍ନି। ସେଦିନର ସ୍ନିଗ୍ଧ ଗୌରତନୁ ଈର୍ଷାର ପ୍ରବାହରେ ତପ୍ତ ତମ୍ବାର ବର୍ଣ୍ଣ ଧାରଣ କରିଥିଲା। ପୁତ୍ର ଜେନାମଣିଙ୍କୁ ସାଙ୍ଗରେ ଧରି ପିତ୍ରାଳୟ ବାଣପୁରକୁ ଚାଲିଗଲେ। ତାଙ୍କର ପ୍ରତିଜ୍ଞା, ସେ ଆଉ ଖୋର୍ଦ୍ଧା ମାଟି ସ୍ପର୍ଶ କରିବେ ନାହିଁ ଯେପର୍ଯ୍ୟନ୍ତ ତାଙ୍କ ସୁପୁତ୍ର ଭାଗୀରଥୀ କୁମାରଙ୍କୁ ସିଂହାସନରେ ଅଭିଷିକ୍ତ କରିପାରି ନାହାନ୍ତି। ତାପରେ କି ପ୍ରକାର ଷଡ଼ଯନ୍ତ୍ର କଲେ ଲଳିତା ମହାଦେଇ? କାହିଁକି ରାମଚନ୍ଦ୍ର ଦେବ ବିଧର୍ମୀ ହେଲେ? ପାଟରାଣୀ ହିସାବରେ ଚିନ୍ତା କରିବା ତାଙ୍କର କ'ଣ ଉଚିତ ନଥିଲା? କାହିଁକି ରାମଚନ୍ଦ୍ର ଦେବ ପତିତ ହେଲେ? ଏ କଥା ଯଦି ନିଜର ସ୍ୱାଭିମାନିନୀ ପାଟରାଣୀକୁ ବୁଝାଇ ନ ପାରିଲେ, ଆଉ କାହାକୁ ବୁଝାଇବେ ନିଜ ହୃଦୟରେ ସାଇତି ରଖିଥିବା ଏ ବେଦନାସିକ୍ତ କାହାଣୀକୁ? ସେ ଯଦି ପତିତ ହେଇଛନ୍ତି, ତାହେଲେ କେବଳ ହିନ୍ଦୁ ବିଦ୍ୱେଷୀ ନାଏବ ନାଜିମ ତକି ଖାଁର ସ୍ୱୈନ ଦୃଷ୍ଟିରୁ ଜଗନ୍ନାଥଙ୍କୁ ଓହାଡ଼ିବା ପାଇଁ। ଦୀର୍ଘ 2 ଶତାବ୍ଦୀ ବ୍ୟାପୀ ଆକ୍ରମଣ ଓ ଆତ୍ମରକ୍ଷା, ରକ୍ତକ୍ଷୟ ଓ ବିପର୍ଯ୍ୟୟ, ବ୍ୟର୍ଥତା ଓ ବିଡ଼ମ୍ବନା ପରେ ଓଡ଼ିଆ ଜାତି ଆତ୍ମଶକ୍ତିବିହୀନ ହୋଇ ପଡ଼ିଥିଲା। ପୁଣି ଆଫଗାନମାନଙ୍କ କାଳରୁ କାହିଁକି, ଯବନ ରକ୍ତବାହୁ କାଳରୁ ଓଡ଼ିଶା ଉପରେ ଯେତେ ଯେତେ ଆକ୍ରମଣ ହେଇଛି, ଜଗନ୍ନାଥଙ୍କୁ ଲାଞ୍ଛିତ ନ କରିବା ପର୍ଯ୍ୟନ୍ତ କାହାରି ଆକ୍ରମଣ ତୃଷା ଯେପରି ପ୍ରଶମିତ ହୋଇନଥିଲା। ଏବେ ତକି ଖାଁ ଯଦି ଜଗନ୍ନାଥଙ୍କ ଉପରକୁ ହାତ ବଢ଼ାଏ, ତାହେଲେ ଜଗନ୍ନାଥଙ୍କୁ ରକ୍ଷା କରିବାରେ ଆଉ କୌଣସି ଉପାୟ ନଥିଲା। ଏକ ଅଦମନୀୟ ଜାତିର ଆତ୍ମା ରୂପେ ଯେଉଁ ଜଗନ୍ନାଥ ଏତେ କାଳ ଅପରାଜୟ ରହି ଆସିଥିଲେ, ଏବେ ତକି ଖାଁ ହାତରେ ତାଙ୍କୁ ନିଗୃହୀତ କରାଇବାର ଚିନ୍ତା ବି ରାମଚନ୍ଦ୍ର ଦେବଙ୍କ ପକ୍ଷରେ ଅସହ୍ୟ ଥିଲା। ହେଲେ ତମେ ଏ କ'ଣ କଲ ଲଳିତା ମହାଦେଇ? ଜଣେ ସ୍ତ୍ରୀ ହିସାବରେ ତମେ ପରା ସ୍ୱାମୀର ସହଧର୍ମିଣୀ, ସହକର୍ମିଣୀ, ସହଗାମିନୀ। ବୁଝିପାରନି ତମେ ତମର ସ୍ୱାମୀର ହୃଦୟକୁ, ମନର ବାସନାକୁ? ଅସହାୟ ଅବସ୍ଥାରେ ତାଙ୍କୁ ଏକା ଛାଡ଼ିଦେଇ ନିଜର ସ୍ୱାଭିମାନ ଆଉ ସ୍ୱାର୍ଥ ପାଇଁ ତମେ ତମ ଇହକାଳ ପରକାଳର ସାଥୀକୁ ଧୋକା ଦେଇପାରିଲ। ସ୍ୱାମୀ ବଞ୍ଚି ଥାଉ ଥାଉ ନିଜର ବୈଧବ୍ୟକୁ ଆପଣେଇ ନେଲ। ଧନ୍ୟ ଧନ୍ୟ ତୁମେ ନାରୀ, ଧନ୍ୟ ତୁମର ସ୍ୱାର୍ଥାନ୍ଧତା। ଧର୍ମାନ୍ତର ପରେ ରାମଚନ୍ଦ୍ର ଦେବଙ୍କୁ ସମସ୍ତେ ବର୍ଜନ କରିଥିଲେ ସୁଦ୍ଧା ସେଥିପ୍ରତି ତାଙ୍କର ଭାବନା ନଥିଲା, କାରଣ ଜଗନ୍ନାଥ ନିରାପଦରେ ରହିଥିଲେ। ରାମଚନ୍ଦ୍ର ଦେବ ଓରଫ ହାଫିଜ କାଦର ବେଗଙ୍କ ଉପରେ ତକି ଖାଁର ନିର୍ଭରଶୀଳତା ଅତୁଟ ଥିବା ପର୍ଯ୍ୟନ୍ତ ଜଗନ୍ନାଥଙ୍କ ଉପରେ ଆକ୍ରମଣର କୌଣସି ଆଶଙ୍କା ନଥିଲା। ପ୍ରତିଶୋଧ ବହ୍ନିର ପ୍ରଜ୍ୱଳିତ ଅଗ୍ନିଶିଖାରେ ଦଗ୍ଧ ଲଳିତା ମହାଦେଇ ନିଜ ସ୍ୱାମୀଙ୍କ ଅକ୍ଷମଣୀୟ ଅପରାଧର କି ପ୍ରତିଶୋଧ ନେବେ? ନିଜ ପୁତ୍ରକୁ ଖୋର୍ଦ୍ଧା ସିଂହାସନରେ ବସାଇବା ପାଇଁ କି କୂଟ ଚକ୍ରାନ୍ତ କରିବେ? ତା କହିବ ଏ ମାଟିର ଇତିହାସ। ମୋଗଲ ଗୋଳ ଆସନ୍ନ ଜାଣି ନୀଳାଦ୍ରି ପ୍ରସାଦ ଗଡ଼ର ଅଧିବାସୀ ପଳାଇ ଯାଇଛନ୍ତି ଅରଣ୍ୟକୁ। ରାଜା ଜଗନ୍ନାଥ ମାନସିଂ ଭାଲେରୀ ଖୋଲରେ ଏ ଗୁପ୍ତ ଦୁର୍ଭେଦ୍ୟ ଦୁର୍ଗରେ ଖୋର୍ଦ୍ଧା ମହାରାଣୀ ଲଳିତା ମହାଦେଇ ନିଜ ଲଗୁତି ଗହଣରେ ଉଠି ଯାଇଛନ୍ତି ବୀରଜାଇ ବିଳାସ ଗଡ଼କୁ। ଗଡ଼ ଦାଣ୍ଡରେ କେତେଜଣ ମୋଗଲ ଲସ୍କର ଘୋଡ଼ା ପିଠିରେ ଚଢ଼ି ବେପରୁଆ ଭାବରେ ବର୍ଚ୍ଛା ବୁଲେଇ ଟହଲ ମାରୁଥିଲେ। ହାସିମ ଖାଁର କଡ଼ା ନିର୍ଦ୍ଦେଶ ଥିଲା ଖୋର୍ଦ୍ଧା ରାଣୀ ଲଳିତା ମହାଦେଇ ଆଉ ଯୁବରାଜ ଭାଗୀରଥୀ କୁମାରଙ୍କୁ ବନ୍ଦୀ କରି ନେବା ପାଇଁ, କାରଣ ରାଜା ରାମଚନ୍ଦ୍ର ଦେବ ଓ ସେହି ସୂତ୍ରରେ ଓଡ଼ିଶାର ମୋଗଲ ଶକ୍ତି ବିରୋଧରେ ଯେଉଁ ଷଡ଼ଯନ୍ତ୍ର ମୁଣ୍ଡ ଟେକି ଉଠିଥିଲା, ରାଣୀ ଓ ଯୁବରାଜ ସେଥିରେ ସୂତ୍ରଧର ଥିଲେ ବୋଲି ବକ୍ସି ଭ୍ରମରବର ଲଳିତା ମହାଦେଇଙ୍କୁ ଲେଖିଥିବା ଚିଠିରେ ସୁସ୍ପଷ୍ଟ ଥିଲା। ମାତ୍ର
ଲସ୍କରମାନେ ସେମାନଙ୍କ ସନ୍ଧାନ ପାଇନଥିଲେ। ମହାରାଣୀ ବୈଧବ୍ୟ ଘୋଷଣା କଲା ପରେ ବକ୍ସିଙ୍କୁ କଥା ଦେଇଥିଲେ, ଯେଉଁଦିନ ରାମଚନ୍ଦ୍ର ଦେବଙ୍କ କଟାମୁଣ୍ଡ ଦେଖିବି ସେହିଦିନ ତୁମକୁ ଅର୍ଘ୍ୟ ଥାଳି ଧରି ନିଜେ ବନ୍ଦାପନା କରିବି। ହେଲେ ଜଗନ୍ନାଥଙ୍କ ବିଧାନ ଅନ୍ୟ ପ୍ରକାର। ରାମଚନ୍ଦ୍ର ଦେବଙ୍କ କୁଟରେ ବକ୍ସି ହାଣ ଖାଇଲେ। ଲଳିତା ମହାଦେଈଙ୍କର ଗୋଟିଏ ଅଙ୍ଗ ହାନି ହେଲା। ଏଥର ଲଳିତା ମହାଦେଈ ଦୈବୀ ଶକ୍ତି ପ୍ରାପ୍ତି ନିମନ୍ତେ ସାଧନାରତା। ରାମଚନ୍ଦ୍ର ଦେବଙ୍କୁ ତନ୍ତ୍ର ବଳରେ ମୂକ, ସ୍ତମ୍ଭିତ ଓ ବାତୁଳ କରିଦେବା ଲକ୍ଷ୍ୟରେ ସେ ବ୍ରତଚାରିଣୀ ପରି ବିରଜାଇଙ୍କ ମୂର୍ତ୍ତି ସମ୍ମୁଖରେ କୁଶାସନରେ ବସି ନିୟମିତ 10,000 ସଂଖ୍ୟାରେ ବଗଳାମୁଖୀଙ୍କ ବୀଜ ମନ୍ତ୍ର ଜପୁଥିଲେ। ରାମଚନ୍ଦ୍ର ଦେବସ୍ୟ ବୁଦ୍ଧିಂ ନାଶୟ ନାଶୟ ଜିହ୍ୱାଂ କିଳୟ କିଳୟ ରିଂ ଫଟ୍ ସ୍ୱାହା। ଆଜି କିନ୍ତୁ ରୁଦ୍ରାକ୍ଷମାଳା ଗଡ଼ାଇ ମନ୍ତ୍ର ଜପ କଲାବେଳେ ଲଳିତା ମହାଦେଈଙ୍କ ଧ୍ୟାନ ନେତ୍ରରେ ଭାସି ଉଠୁଥିଲା ବୈରୀ ଜିହ୍ୱା ମୁଦ୍ଗର ଧାରିଣୀ ବଗଳା ଦେବୀଙ୍କ ପରିବର୍ତ୍ତେ ନାନା ଚିନ୍ତା ଓ ଦୁଶ୍ଚିନ୍ତା। ଆଉ ନାଚି ଯାଉଥିଲା ରାମଚନ୍ଦ୍ର ଦେବଙ୍କ ଦୁଇଟି ବିଷନ୍ନ ଆଖି। ସର୍ବତନ୍ତ୍ରର ଉର୍ଦ୍ଧ୍ୱରେ ମହାଭୈରବ ଜଗନ୍ନାଥ ଯାହାର ସହାୟ, ଏ ଲଳିତା ମହାଦେଈଙ୍କ ଜପ ତପ ସାଧନା ବା ତାଙ୍କର କି କ୍ଷତି କରିପାରନ୍ତା? ସେଥିରେ ସେ ସଫଳତା ପାଇଲେ ନାହିଁ। ଓଡ଼ିଶାର ଜନସାଧାରଣ, ସାମନ୍ତ ଓ ଦୁର୍ଗପତିଙ୍କ ଆନୁଗତ୍ୟରେ ରାମଚନ୍ଦ୍ର ଦେବ ଖୋର୍ଦ୍ଧା ସିଂହାସନରେ ପୁନଃ ପ୍ରତିଷ୍ଠିତ ହେବେ। ଲଳିତା ମହାଦେଈଙ୍କ ପାଇଁ ଥିଲା ଏହା ଏକ ଘୋର ଦୁଃସମ୍ବାଦ। ଭାଗୀରଥୀ କୁମାର ଖୋର୍ଦ୍ଧା ସିଂହାସନରେ ବସିବାର ସମସ୍ତ ଆଶା କ୍ଷଣକ ମଧ୍ୟରେ ଭସ୍ମୀଭୂତ ହୋଇଗଲା। କ୍ଷୁଧିତା ସର୍ପିଣୀ ପରି ସେ ଗର୍ଜି ଉଠୁଥିଲେ। ପ୍ରତିହିଂସାର ବହ୍ନିରେ ତାଙ୍କର ତାମ୍ର ଦେହଟି ଗୈରିକ ଶାଢ଼ୀ ମଧ୍ୟରେ ପ୍ରଜ୍ୱଳିତ ଅଗ୍ନିଶିଖା ପରି ଦେଖାଯାଉଥିଲା। ଭାଗୀରଥୀ କୁମାରଙ୍କର ମଧ୍ୟ ସିଂହାସନ ପ୍ରତି ପ୍ରଚଣ୍ଡ ଉଚ୍ଚାକାଂକ୍ଷା ଥିଲେ ହେଁ ସେଥିପାଇଁ ତାଙ୍କର ମାନସିକ ଦୃଢ଼ତା ଅବା କୁଚ୍ଛ୍ର ସାଧନାର ପ୍ରବୃତ୍ତି ନଥିଲା। ଲଳିତା ମହାଦେଈ ତାଙ୍କୁ ଯେତିକି କଠୋର ଶୃଙ୍ଖଳା ମଧ୍ୟରେ ଆବଦ୍ଧ ରଖିବାକୁ ଚେଷ୍ଟା କରୁଥିଲେ, ଭାଗୀରଥୀ କୁମାର ନିଜ ଗହଣ ଧରି ନୃତ୍ୟ, ସଙ୍ଗୀତ ଓ ଆମୋଦ ପ୍ରମୋଦରେ ସେତିକି ଦିନାତିପାତ କରୁଥିଲେ। ମାଟିଏ ସନ୍ତାନ ଉପରେ କେତେ ଆଶା ରଖିଥାଏ, ପୁଅ ତାର ସମ୍ମାନ ରଖିବ ବୋଲି। ପୁଅ ଅବାଟରେ ଗଲେ କେଉଁ ମା ଧୈର୍ଯ୍ୟ ଧରିପାରିବ? ଲଳିତା ମହାଦେଈଙ୍କର ଅବସ୍ଥା ସେହିପରି ହୋଇଥିଲା। ତଥାପି ନିଜର ଆଣ୍ଟ ଛାଡ଼ି ନଥିଲେ ସେ। ଅତି ଅସ୍ୱାଭାବିକ ଗାମ୍ଭୀର୍ଯ୍ୟ କଣ୍ଠରେ ଘନ ଘନ ଦୀର୍ଘ ଶ୍ୱାସ ପକାଇ କହିଲେ, କୁମାର, ଖୋର୍ଦ୍ଧା ରାଜବଂଶର ବିଷାକ୍ତ ରକ୍ତ ତୁମର ଧମନୀରେ ପ୍ରବାହିତ ହେଉଛି ସତ୍ୟ, ମାତ୍ର ସେଥିରେ ମଧ୍ୟ ମିଶି ରହିଛି ବ୍ରାହ୍ମଣୀର ସଂଯମ ଓ ସାଧନା। ଏଇ କ'ଣ ତାର ପରିଚୟ? କୋପିନୀ ଲଳିତା ମହାଦେଈ ଯେଉଁ ରାମଚନ୍ଦ୍ର ଦେବ ଯବନୀକୁ ବିବାହ କରି ତାଙ୍କୁ ଲାଞ୍ଛିତା କରିଛନ୍ତି ଆଉ କରୁଛନ୍ତି, ତାଙ୍କୁ ଖୋର୍ଦ୍ଧା ସିଂହାସନରୁ ବିତାଡ଼ିତ କରି ଭାଗୀରଥୀ କୁମାରଙ୍କୁ ରାଜଗାଦିରେ ନ ବସାଇଲା ପର୍ଯ୍ୟନ୍ତ ସେ ପାଞ୍ଚାଳି ପରି ରହିବେ ମୁକ୍ତକେଶା। ଲଳିତା ମହାଦେଈ ଯେଉଁ ବିଶ୍ୱାସଘାତକ ଦଳ ସହିତ ସାମିଲ ହୋଇ ନାନା ଷଡ଼ଯନ୍ତ୍ର ରାଜା ରାମଚନ୍ଦ୍ର ଦେବଙ୍କ ବିରୋଧରେ ଚଳାଇଥିଲେ, କୌଣସି ଗୋଟିକରେ ସଫଳ କାମ ନ ହୋଇ ଅନୁତାପଜନିତ ଯନ୍ତ୍ରଣା ଜର୍ଜରିତ ଜୀବନ ବିତାଇବାକୁ ଲାଗିଲେ। କେବେ ତାଙ୍କ ଜୀବନ ନାଟକର ଯବନିକା ପଡ଼ିଲା, ତା କେବଳ ଇତିହାସ ହିଁ ଜାଣେ।